ସତ୍ୟକେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ଏଆଇସିସିର ସଭାପତିଙ୍କ ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଦୀର୍ଘ 14 ବର୍ଷ ଧରି ଦେଶର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ସମ୍ବିଧାନକୁ ମାଡ଼ି ମକଚି ନଷ୍ଟଭ୍ରଷ୍ଟ କରି ନିଜ ଦଳୀୟ ସ୍ୱାର୍ଥ ରକ୍ଷା କରିବାକୁ ଉଦ୍ୟମ କରିଚାଲିଛି। ଭୋଟ ଚୋରି ଏହାର ସତ୍ୟତମ ଉଦାହରଣ ଅଟେ। ତେଣୁ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଜାତୀୟ କଂଗ୍ରେସ ଦଳ ସଭାପତି ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଷ୍ଟ୍ର ପାଇଁ ନିଃସ୍ୱାର୍ଥପର ଭାବେ ସେବା ମନୋଭାବ ରଖିଥିବା ଶିକ୍ଷିତ ଯୁବକ ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଦକ୍ଷ ଉପସ୍ଥାପକ, ପ୍ରଖର ମୁଖପାତ୍ର, ନିପୁଣ ଗଣମାଧ୍ୟମ ସଂଯୋଜକ ଏବଂ ଗବେଷଣାତ୍ମକ ସମୀକ୍ଷକ ବର୍ଗରେ ପ୍ରତିଯୋଗିତା ହେବାକୁ ଯାଉଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ମୂଲ୍ୟବୋଧ ଓ ଆଦର୍ଶ, ଦଳ ପ୍ରତି ପ୍ରତିବଦ୍ଧତା, ସ୍ପଷ୍ଟ ଚିନ୍ତାଧାରା ଓ ତୁରନ୍ତ ପ୍ରତିକ୍ରିୟା ଦେବାର କ୍ଷମତା ସମ୍ପନ୍ନ ଯୁବକ ଯୁବତୀ, ଉତ୍ତମ ଭାଷା ଜ୍ଞାନ ଓ ଦକ୍ଷ ଉପସ୍ଥାପନା ଶୈଳୀ, ରାଜନୈତିକ ସଚେତନତା ଏବଂ ଇତିହାସ ଉପରେ ପ୍ରଗାଢ଼ ଜ୍ଞାନ ଥିବା ଯୁବକ ଯୁବତୀ ଏହି ଅନ୍ୱେଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଚଳିତ ମାସ 22 ତାରିଖଠାରୁ ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଚଳିତ ନଭେମ୍ବର ମାସ 30 ତାରିଖରେ ଆବେଦନର ଶେଷ ହେଉଛି। ଡିସେମ୍ବର 3 ତାରିଖରେ ଯାଞ୍ଚ କରାଯାଇ ଡିସେମ୍ବର 6 ତାରିଖଠାରୁ 8 ତାରିଖ ମଧ୍ୟରେ ଆଞ୍ଚଳିକ ସ୍ତରରେ ବ୍ୟକ୍ତିଗତ ସାକ୍ଷାତକାର, 14 ତାରିଖରେ ଜାତୀୟ ସ୍ତରରେ ସାକ୍ଷାତକାର ନିଆଯାଇ ଯୋଗ୍ୟ ଯୁବକ ଯୁବତୀଙ୍କୁ ଚୟନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଦଳ ପକ୍ଷରୁ ଦିଆଯାଇଥିବା କ୍ୟୁଆର୍ କୋଡ୍ ମାଧ୍ୟମରେ ଆପ୍ଲିକେସନ୍ ଡାଉନଲୋଡ୍ କରି ଆଗ୍ରହୀ ବ୍ୟକ୍ତିମାନେ ଆବେଦନ କରିପାରିବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସଦର ନିର୍ବାଚନ ମଣ୍ଡଳୀର ଯୁବନେତା ସରୋଜ କୁମାର ଲେଙ୍କା, ପ୍ରଦେଶ ମହିଳା କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜ୍ୟୋତ୍ସ୍ନା ସେନାପତି, ପ୍ରତିଭା ଅନ୍ୱେଷଣ ଜିଲ୍ଲା ସଂଯୋଜକ ତୁଷାରକାନ୍ତି ତପସ୍ୱୀ ଓ ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ସଂଯୋଜକ ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ।